ଶୁଭ ସକାଳ ପିଲାମାନେ। ପିଲାମାନେ ଆସ ଆଜି ଆମେ ଦିଲ୍ଲୀରେ ପୁରାତନ କାଳରେ ହୋଇଥିବା ତୁର୍କ ଶାସନ ବିଷୟରେ ଆଲୋଚନା କରିବା। ଏହି ପ୍ରସଙ୍ଗଟି ସପ୍ତମ ଶ୍ରେଣୀର ଇତିହାସର ଦ୍ୱିତୀୟ ଅଧ୍ୟାୟ, ଯାହାକି ଦିଲ୍ଲୀରେ ସୁଲତାନି ଶାସନରୁ ଆସିଅଛି। ଏହି ପ୍ରସଙ୍ଗଟି ଆଲୋଚନା କରିସାରିବା ପରେ ତୁମେମାନେ ବିଭିନ୍ନ ସାମ୍ରାଜ୍ୟ ଯଥା ଖିଲିଜି, ତୁଗଲକ, ମୋଗଲ ଇତ୍ୟାଦିର ଶାସନ ପରିଚାଳନା ନିମନ୍ତେ ଗ୍ରହଣ କରାଯାଇଥିବା ସାମାଜିକ ପଦକ୍ଷେପ ଓ କୌଶଳର ବିଶ୍ଳେଷଣ କରିପାରିବ। ଦିଲ୍ଲୀରେ ତୁର୍କ ସୁଲତାନମାନେ 300 ବର୍ଷ ଶାସନ କରିଥିଲେ। ଏହି ସୁଲତାନମାନେ ଦିଲ୍ଲୀକୁ ସେମାନଙ୍କର ରାଜଧାନୀ କରି ତ୍ରୟୋଦଶ ଶତାବ୍ଦୀ ଆରମ୍ଭରେ ଭାରତ ଉପମହାଦେଶର ଅନେକ ଗୁଡ଼ିଏ ଅଞ୍ଚଳକୁ ନିଜ ଅଧୀନରେ ରଖିଥିଲେ, ଯେମିତିକି ପାକିସ୍ତାନ, ନେପାଳ, ବାଂଲାଦେଶ ଏହିଭଳି ବିଭିନ୍ନ ଉପମହାଦେଶର ଅନେକ ଗୁଡ଼ିଏ ଅଞ୍ଚଳକୁ ନିଜ ଅଧୀନରେ ରଖିଥିଲେ। ଦିଲ୍ଲୀରେ ତୁର୍କ ସୁଲତାନମାନେ 300 ବର୍ଷ ଶାସନ କରିଥିଲେ। ଏହି ସୁଲତାନମାନେ ଦିଲ୍ଲୀକୁ ସେମାନଙ୍କର ରାଜଧାନୀ କରି ତ୍ରୟୋଦଶ ଶତାବ୍ଦୀ ଆରମ୍ଭରେ ଭାରତ ଉପମହାଦେଶର ଅନେକ ଗୁଡ଼ିଏ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ଯେମିତିକି ପାକିସ୍ତାନ, ନେପାଳ, ବାଂଲାଦେଶ ଏହିଭଳି ବିଭିନ୍ନ ଉପମହାଦେଶର କିଛି ଅଞ୍ଚଳକୁ ଏମାନେ ନିଜ ଅଧୀନରେ ରଖିଥିଲେ। ସମୁଦାୟ 5ଟି ରାଜବଂଶ 1206 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1526 ସମୁଦାୟ 5ଟି ରାଜବଂଶ 1206 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1526 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସୁଲତାନି ଶାସନ ଚଳାଇଥିଲେ। ପିଲାମାନେ, ତୁମେ ଜାଣିଛ କି ଯେତେବେଳେ ଗୋଟିଏ ପରିବାରର ଜଣଙ୍କ ପରେ ଜଣେ ଦେଶ ଶାସନ କରନ୍ତି, ସେହି ପରିବାରକୁ ରାଜବଂଶ କୁହାଯାଏ। ଯେମିତିକି ଗୋଟିଏ ପରିବାରରେ ବାପାଙ୍କ ପରେ ଯଦି ତାଙ୍କର ପୁଅ ଓ ତାଙ୍କ ପରେ ତାଙ୍କର ପୁଅ ଏହିଭଳି ସମୟକ୍ରମେ ଯଦି ସେମାନେ ଦେଶ ବା ରାଜ୍ୟର ଶାସନ ଭାର ଗ୍ରହଣ କରି ଦେଶ ବା ରାଜ୍ୟକୁ ଶାସନ କରନ୍ତି, ସେହି ପରିବାରକୁ ରାଜବଂଶ କୁହାଯାଇଥାଏ। ଏବେ ଆମେ ପ୍ରଥମେ ଆଲୋଚନା କରିବା ଦିଲ୍ଲୀରେ ସୁଲତାନି ଶାସନ ବିଷୟ। ସର୍ବମୋଟରେ ଦିଲ୍ଲୀରେ 5ଟି ରାଜବଂଶ ଶାସନ କରିଥିଲେ। ତାଙ୍କ ଭିତରୁ ପ୍ରଥମ ରାଜବଂଶ ହେଉଛି ଦାସବଂଶ, ଯେଉଁଥିରେ ତୁର୍କ ଶାସନ ଆରମ୍ଭ ହୋଇଥିଲା। ଏହି ତୁର୍କ ଶାସନଟି 1206 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1290 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା। ଏହାର ଶାସକମାନେ ହେଲେ କୁତବୁଦ୍ଦିନ ଆଇବକ, ଶାମସୁଦ୍ଦିନ ଇଲତୁତମିଶ, ରେଜିଆ ସୁଲତାନ, ଗିୟାସୁଦ୍ଦିନ ବଲବନ। ଏମାନଙ୍କ ଶାସନ କାଳରେ ଦିଲ୍ଲୀରେ ଅନେକ ଗୁଡ଼ିଏ ଐତିହାସିକ ସ୍ଥାନ ସ୍ଥାପିତ କରାଯାଇଥିଲା। ତାହା ଭିତରୁ ଏଠାରେ ଗୋଟିଏ ଐତିହାସିକ ସ୍ଥାନର ଚିତ୍ର ତୁମକୁ ଦେଖାଯାଇଛି, ଯେଉଁଟା ହେଉଛି ଇଲତୁତମିଶଙ୍କ କବର। ଦାସବଂଶ ପରେ ଦ୍ୱିତୀୟ ରାଜବଂଶ ଥିଲା ଖିଲଜି ବଂଶ, ଯାହାକି 1290 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1320 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହାର ଶାସକମାନେ ଦିଲ୍ଲୀରେ ଶାସନ କରିଥିଲେ। ଏହାର ଶାସକମାନେ ଥିଲେ ଜଲାଉଦ୍ଦିନ ଖିଲିଜି, ଆଲାଉଦ୍ଦିନ ଖିଲିଜି। ଖିଲିଜି ବଂଶ ପରେ ତୃତୀୟ ରାଜବଂଶ ହେଉଛି ତୁଗଲକ ବଂଶ। ଏଥିରେ ଶାସକମାନେ 1320 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1414 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହାର ଶାସକମାନେ ହେଲେ ଗିୟାସୁଦ୍ଦିନ ତୁଗଲକ, ମହମ୍ମଦ ବିନ ତୁଗଲକ, ଫିରୋଜ ଶାହ ତୁଗଲକ। ସେହିଭଳି ଏମାନଙ୍କ ଶାସନ କାଳରେ ଦିଲ୍ଲୀରେ ଆଲାଇ ଦରବାଜା ନାମକ ଏକ ଐତିହାସିକ ସ୍ଥାନ ନିର୍ମାଣ କରାଯାଇଥିଲା। ତୁଗଲକ ବଂଶ ପରେ ଦିଲ୍ଲୀରେ ଚତୁର୍ଥ ରାଜବଂଶ ହେଲା ସୟଦ ବଂଶ, ଯେଉଁଥିରେ ଶାସକ ଥିଲେ ଖିଜିର ଖାନ। ଦିଲ୍ଲୀରେ ହୋଇଥିବା ସୁଲତାନ ଶାସନର ଶେଷ ରାଜବଂଶ ହେଉଛି ଲୋଦୀ ବଂଶ, ଯେଉଁଥିରେ ଶାସକମାନେ ଥିଲେ ବାହାଲୁଲ ଲୋଦୀ,
ସିକନ୍ଦର ଲୋଦି ଓ ଇବ୍ରାହିମ ଲୋଦି। ଏମାନେ ସମୟକ୍ରମେ 1451 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1526 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସୁଲତାନି ଶାସନକୁ ଚଲାଇଥିଲେ। ଏହିଭଳି ଦିଲ୍ଲୀରେ ସୁଲତାନୀମାନଙ୍କର ଶାସନ ସମୟରେ ସ୍ଥାପିତ ହୋଇଥିବା ଅନେକ ଗୁଡ଼ିଏ ଐତିହାସିକ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ଫିରୋଜ ଶାହ ତୁଗଲକଙ୍କ କବର। ଏହା ପରେ ଆମେ ଆଲୋଚନା କରିବା ଭାରତରେ ହୋଇଥିବା ତୁର୍କ ଶାସନ ବିଷୟରେ। ଭାରତରେ ତୁର୍କ ଶାସନ 1206 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1290 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା। ଦିଲ୍ଲୀରେ ସୁଲତାନି ଶାସନର ମୂଳଦୁଆ ଦାସବଂଶ ଦ୍ୱାରା ପଡ଼ିଥିଲା। ଏହି ବଂଶର ସୁଲତାନମାନଙ୍କ ମଧ୍ୟରୁ କେତେକ ନିଜେ ଦାସ ବା ଦାସଙ୍କର ପୁତ୍ର ଥିଲେ। ଏମାନେ ଦାସ ବା କ୍ରୀତଦାସ ଥିବାରୁ ସେମାନେ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କୁହାଯାଇଥାଏ। ତୁମେ ଜାଣିଛ କି ପିଲାମାନେ, ଆରବ ଓ ତୁର୍କୀମାନେ ଉଚ୍ଚ ବୁଦ୍ଧି ସମ୍ପନ୍ନ ଦାସମାନଙ୍କୁ କିରାଣୀ, ସୈନିକ, ପ୍ରଶାସକ ପଦରେ ନିଯୁକ୍ତି ଦେଉଥିଲେ। ଏହି ଦାସମାନେ ଭଲ କାମ କରି ତାଙ୍କ ମାଲିକମାନଙ୍କୁ ଖୁସି କଲେ ଦାୟିତ୍ୱ କବଳରୁ ମୁକ୍ତ ହେଉଥିଲେ। ଏହିଭଳି ଭାବରେ ଦାସବଂଶର ଶାସକମାନେ ଥିଲେ ପ୍ରଥମେ କୁତବୁଦ୍ଦିନ ଆଇବାକ, ଯେ 1206 ଖ୍ରୀଷ୍ଟାବ୍ଦରୁ 1210 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ତାଙ୍କ ପରେ ଆସିଲେ ଶାମସୁଦ୍ଦିନ ଇଲତୁତମିଶ, ଯିଏ 1210 ଖ୍ରୀଷ୍ଟାବ୍ଦରୁ 1236 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ତାଙ୍କ ପରେ ଆସିଲେ ରେଜିଆ ସୁଲତାନ, ଯିଏ 1236 ଖ୍ରୀଷ୍ଟାବ୍ଦରୁ 1240 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଛନ୍ତି। ଓ ସର୍ବଶେଷରେ ଦାସବଂଶର ଶେଷ ଶାସକ ଥିଲେ ଗିୟାସୁଦ୍ଦିନ ବଲବନ, ଯିଏ 1266 ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରି 1287 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତରେ ତୁର୍କ ଶାସନକୁ ବଜାୟ ରଖିଥିଲେ। ତାହେଲେ ଏଠାରେ ତୁମେମାନେ ଯେଉଁ ବ୍ୟକ୍ତିଙ୍କର ଚିତ୍ର ଦେଖୁଛ, ଇଏ ହେଲେ କୁତବୁଦ୍ଦିନ ଆଇବାକ। କୁତବୁଦ୍ଦିନ ଆଇବାକ ଦାସବଂଶର ପ୍ରଥମ ସମ୍ରାଟ ଥିଲେ। ସେ ସମ୍ରାଟ ହେବା ପୂର୍ବରୁ ମହମ୍ମଦ ଘୋରୀଙ୍କର ଜଣେ ଦାସ ଥିଲେ। ତାଙ୍କ ଦ୍ୱାରା ଦାସବଂଶର ମୂଳଦୁଆ ପଡ଼ିଥିଲା। ତାଙ୍କର ଅସାଧାରଣ ପ୍ରତିଭା ଥିଲା। ସେହି କାରଣରୁ ମହମ୍ମଦ ଘୋରୀ ତାଙ୍କୁ ସେନାଧ୍ୟକ୍ଷ କରି ଉତ୍ତର ଭାରତ ଜୟ କରିବାର ଦାୟିତ୍ୱ ଦେଇଥିଲେ। ସେ ସମ୍ରାଟ ହେବା ପୂର୍ବରୁ ଦିଲ୍ଲୀ, କୋଲି, ଯାହାର ବର୍ତ୍ତମାନର ନାମ ହେଉଛି ଆଲିଗଡ଼, କୌନଜ, ବିହାର ରାଜ୍ୟ ଜୟ କରିଥିଲେ। ମହମ୍ମଦ ଘୋରୀଙ୍କର ମୃତ୍ୟୁ ପରେ ତାଙ୍କର ପୁଅ ନଥିବାରୁ 1206 ଖ୍ରୀଷ୍ଟାବ୍ଦରେ କୁତବୁଦ୍ଦିନ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ। ତୁମେ ଜାଣିଛ କି ପିଲାମାନେ, କୁତବୁଦ୍ଦିନ ଆଇବାକ ମାତ୍ର 4 ବର୍ଷ ଶାସନ କରିଥିଲେ ଓ ତାଙ୍କ ଶାସନ କାଳରେ ସେ ଦିଲ୍ଲୀଠାରେ କ୍ୱାତ ଉଲ ଇସଲାମ ଓ ଭାଇ ଦିନକା ଝୋପ୍ରା ନାମରେ 2ଟି ମସଜିଦ ନିର୍ମାଣ କରିଥିଲେ। ସେହିଭଳି କୁତବୁଦ୍ଦିନ ଆଇବାକଙ୍କ ଶାସନ କାଳରେ ସେ ଦିଲ୍ଲୀର ମେହରୌଲି ଠାରେ କୁତବ ମିନାରର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ସେ ଅନେକ ଜ୍ଞାନୀଗୁଣୀ ଲୋକଙ୍କର ପୃଷ୍ଠପୋଷକତା କରିଥିଲେ। ସେମାନଙ୍କ ମଧ୍ୟରେ ହାସାନ ନିଜାମୀ ଅନ୍ୟତମ। ପୋଲ ଖେଳୁଥିବା ସମୟରେ ଘୋଡ଼ାରୁ ପଡ଼ି 1210 ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା। ତାହେଲେ ପିଲାମାନେ, ଆଜିର ପ୍ରସଙ୍ଗରେ ଆମେ ଦିଲ୍ଲୀରେ ହୋଇଥିବା ସୁଲତାନି ଶାସନ ବିଷୟରେ ଆଲୋଚନା କରିବା ସହିତ ଦାସବଂଶର ପ୍ରଥମ ଶାସକ, ଯିଏକି ଥିଲେ କୁତବୁଦ୍ଦିନ ଆଇବାକ, ତାଙ୍କର ଶାସନ କାଳ ବିଷୟରେ ସମ୍ୟକରେ ଆଲୋଚନା କଲେ। ଏବେ ଆମେ ଏହାକୁ ପଠିତ ପ୍ରସଙ୍ଗ ଆଧାରିତ କିଛି ପ୍ରଶ୍ନ ନେଇ ଆଲୋଚନା କରିବା। ତାହେଲେ ତୁମର କାମ ହେଲା ବନ୍ଧନୀ ମଧ୍ୟରୁ ଉପଯୁକ୍ତ ବିକଳ୍ପ ବାଛି ପଚରା ଯାଇଥିବା ପ୍ରଶ୍ନର ଶୂନ୍ୟସ୍ଥାନ ପୂରଣ କରିବାର ଅଛି। ପ୍ରଥମ ପ୍ରଶ୍ନ ହେଉଛି, କୁତବୁଦ୍ଦିନ ଆଇବାକ ଡ୍ୟାଶ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? ଏହାର ବିକଳ୍ପ ଗୁଡ଼ିକ ହେଲା 1203, 1204, 1205 ଓ 1206। ବହୁତ ଭଲ ପିଲାମାନେ, ତୁମେମାନେ ଠିକ ଉତ୍ତର ଦେଇଛ। ଏହାର ସଠିକ ଉତ୍ତର ହେଲା 1206 ଖ୍ରୀଷ୍ଟାବ୍ଦ। ସେହିଭଳି ଦ୍ୱିତୀୟ ପ୍ରଶ୍ନ ଦେଖିବା, କୁତବ ମିନାର ନିର୍ମାଣ କାର୍ଯ୍ୟ ଡ୍ୟାଶଙ୍କ ଦ୍ୱାରା ଆରମ୍ଭ ହୋଇଥିଲା?
ଏହାର ବିକଳ୍ପଗୁଡ଼ିକ ହେଲା କୁତବୁଦ୍ଦିନ ଆଇବାକ୍, ଶାମସୁଦ୍ଦିନ ଇଲତୁତମିଶ, ରେଜିଆ ସୁଲତାନ, ଗିୟାସୁଦ୍ଦିନ ବଲବନ। ଓ ଏହାର ସଠିକ ଉତ୍ତର ହେଉଛି କୁତବୁଦ୍ଦିନ ଆଇବାକ୍। କୁତବୁଦ୍ଦିନ ଆଇବାକ୍ କୁତବ ମିନାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେହିଭଳି ଆଉ କିଛି ପ୍ରଶ୍ନ ଆମେ ଆଲୋଚନା କରିବା। ଏବେ ତୁମକୁ ପଚାରିବାକୁ ଯାଉଥିବା ପ୍ରଶ୍ନଗୁଡ଼ିକର ଉତ୍ତର ତୁମେମାନେ ଦେବ। ପ୍ରଥମ ପ୍ରଶ୍ନ ହେଉଛି ଦିଲ୍ଲୀରେ ତୁର୍କ ସୁଲତାନ ମାନେ କେତେ ବର୍ଷ ଶାସନ କରିଥିଲେ? ବହୁତ ଭଲ ପିଲାମାନେ, ତୁମେମାନେ ସଠିକ ଉତ୍ତର ଦେଇଛ। ତାର ଉତ୍ତର ହେଉଛି 300 ବର୍ଷ। ତ ଦିଲ୍ଲୀରେ ତୁର୍କ ସୁଲତାନ ମାନେ ପାଖାପାଖି 300 ବର୍ଷ ଶାସନ କରିଥିଲେ, ଯାହାକି 1206 ଖ୍ରୀଷ୍ଟାବ୍ଦ ଠାରୁ ଆରମ୍ଭ କରି 1526 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ଦ୍ୱିତୀୟ ପ୍ରଶ୍ନ ହେଲା କୁତବୁଦ୍ଦିନ ପ୍ରତିଷ୍ଠା କରିଥିବା ବଂଶକୁ ଦାସ ବଂଶ କାହିଁକି କୁହାଯାଏ? ଏହାର ସଠିକ ଉତ୍ତର ହେଉଛି ଆମେ ଜାଣିଛେ କି ଦାସ ବଂଶର ପ୍ରଥମ ଶାସକ ହେଲେ କୁତବୁଦ୍ଦିନ ଆଇବାକ୍ ଓ ଏହି ବଂଶର ସୁଲତାନ ମାନଙ୍କ ମଧ୍ୟରୁ କେତେକ ନିଜେ ଦାସ ବା ଦାସଙ୍କର ପୁତ୍ର ଥିଲେ ଓ ଏମାନେ ଦାସ ବା କ୍ରୀତଦାସ ଥିବାରୁ ସେମାନେ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କୁହାଯାଏ। ଏବେ ତୁମମାନଙ୍କ ପାଇଁ ଗୃହ କାର୍ଯ୍ୟ। ତାହେଲେ ତୁମେମାନେ ବର୍ତ୍ତମାନ ଦିଲ୍ଲୀଠାରେ ସୁଲତାନ ମାନଙ୍କ ଦ୍ୱାରା ତିଆରି କେଉଁ କେଉଁ ମସଜିଦ୍ ଅଛି ତାର ଏକ ତାଲିକା ପ୍ରସ୍ତୁତ କରି ଆଣିବ। ମୁଁ ଆଶା କରୁଛି ପିଲାମାନେ ଆଜିର ଆଲୋଚିତ ପ୍ରସଙ୍ଗଟି ତୁମକୁ ବହୁତ ଭଲ ଲାଗିଥିବ ଓ ତୁମେ ଏହାକୁ ମଧ୍ୟ ଭଲ ଭାବରେ ବୁଝିପାରିଥିବ। ଧନ୍ୟବାଦ ପିଲାମାନେ।